ପିଲାମାନେ ଏହି ଭିଡ଼ିଓରେ ଓଡ଼ିଆ ସାହିତ୍ୟ କବିମାନଙ୍କୁ କେଉଁ ସବୁ ଉପାଧି ପ୍ରଦାନ କରାଯାଇଥିଲା ସେ ବିଷୟରେ ଜାଣିବା। ଆଦିକବି ଶାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି, ବାଣୀକଣ୍ଠ ନିମାଇ ଚରଣ ହରିଚନ୍ଦନ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବିବର ରାଧାନାଥ ରାୟ, କବି ସୂର୍ଯ୍ୟ ବଳଦେବ ରଥ, କ୍ରାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, କବି ଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଜାତୀୟ କବି ବୀରକିଶୋର ଦାସ, କବି ମଞ୍ଜୁର କୃଷ୍ଣଚନ୍ଦ୍ର ବସୁ, କବି ଶେଖର ଚିନ୍ତାମଣି ମହାନ୍ତି, କିଶୋର କବି ଶ୍ୟାମସୁନ୍ଦର ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସନ୍ଥ କବି ଭୀମ ଭୋଇ, ପ୍ରକୃତ କବି ଗଙ୍ଗାଧର ମେହେର, ପ୍ରେମିକ କବି ମାୟାଧର ମାନସିଂହ, ପଲ୍ଲୀ କବି ନନ୍ଦକିଶୋର ବଳ, ସ୍ୱଭାବ କବି ଗଙ୍ଗାଧର ମେହେର, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର, ଉତ୍କଳ ଭୀମ ପଦ୍ମଚରଣ ପଟ୍ଟନାୟକ, ଭୂମିପୁତ୍ର ବିଜୁ ପଟ୍ଟନାୟକ। ଧନ୍ୟବାଦ ପିଲାମାନେ।